ଯେତେ ଅଧିକ ଗରମ ବଢି ଚାଲିବ ସେତେ ଆପଣଙ୍କର ପେଟରେ ବି ସମସ୍ୟା ଦେଖାଯାଏ। ପେଟରେ ଗ୍ୟାସ୍ ହେଇଯିବା, ଜଳାପୋଡ଼ା ହେବା, ଏସିଡିଟି ହେଇଯିବା, ବଦହଜମି, ପେଟ ଗରମ ହେଇଯିବା। ଆଉ ଯଦି ଆପଣ କେତୋଟି ଅଭ୍ୟାସ ଏମିତି ରଖିଛନ୍ତି ଯେଉଁଗୁଡ଼ାକ ଡେଲି ଲାଇଫରେ ଆପଣମାନେ କରୁଛନ୍ତି, ତେବେ ନିଶ୍ଚୟ ଆପଣଙ୍କ ପେଟଟି ଅଧିକାଂଶ ସମୟରେ ଖରାପ ରହିବ। ଆଉ ଏଇ ଗରମ ଋତୁରେ ଆପଣଙ୍କ ପେଟ ସବୁବେଳେ ଖରାପ ରହିବ ଯଦି ଏଇ ଅଭ୍ୟାସକୁ ଆପଣ ନ ବଦଳେଇବେ। ଆଜିର ଭିଡ଼ିଓରେ ଆପଣ ସେଇ ଅଭ୍ୟାସ କେତୋଟି ବିଷୟରେ ଜାଣିବେ। ଯଦି ଏଇ ଅଭ୍ୟାସକୁ ଆପଣ ବଦଳେଇ ଦେଉଛନ୍ତି ତେବେ ନିଶ୍ଚୟ ଦେଖିବେ ପେଟର ସମସ୍ୟା ଆପଣଙ୍କର ପୁରାପୁରି କମିଯିବ। ତ ଭିଡ଼ିଓଟି ଷ୍ଟାର୍ଟ କରିବା ପ୍ରଥମେ ଆପଣ ଏଇ ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ବି ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ ଆପଣଙ୍କ ପେଟ ଖରାପ ହୁଏ ତା ପଛରେ କିଛି ନା କିଛି କାରଣ ନିଶ୍ଚୟ ଥାଏ। ଯଦି କେବେ କେମିତି ଆପଣଙ୍କର ପେଟ ଖରାପ ହେଉଛି ସେଟା ଅଲଗା କଥା, କିନ୍ତୁ ଯଦି ଏଇ ଗରମ ଋତୁରେ ବହୁତ ସମୟରେ ଆପଣଙ୍କର ପେଟ ଖରାପ ରହୁଛି, ଗ୍ୟାସ୍, ଏସିଡିଟି ଏସବୁ ହେଇଯାଉଛି, ତ ଆଜିର ଭିଡ଼ିଓ ଆପଣ ପୁରା ଦେଖନ୍ତୁ, ଯେଉଁଥିରେ ଠିକ୍ରେ ଆପଣ ବୁଝିପାରିବେ ଯେ ଏସବୁ ହେଉଛି କାହିଁକି। ଯେମିତି ଆପଣଙ୍କୁ ଷ୍ଟାର୍ଟିଂରେ କହିଲି ଯେ ଆପଣଙ୍କର କେତୋଟି ଅଭ୍ୟାସ ରହିଛି, ଏଥିପାଇଁ ଅନେକ ପ୍ରକାର କାରଣ ରହିଛି, କିନ୍ତୁ କେତୋଟି ଅଭ୍ୟାସ ଯେଉଁଗୁଡ଼ାକ ଆପଣ ନିଜେ ହିଁ କ୍ରିଏଟ୍ କରନ୍ତି ଆଉ ଡେଲି ଲାଇଫରେ ଆପଣମାନେ ଯଦି ସେ ଅଭ୍ୟାସକୁ ନ ବଦଳେଇବେ ନିଶ୍ଚୟ ଏଥିରେ କେବେ ବି ଆପଣଙ୍କର ପେଟଟି ଭଲ ହେବନି ଆଉ ଆପଣଙ୍କୁ ବହୁତ ସମୟରେ ମେଡିସିନ ବି ଖାଇବାକୁ ପଡ଼ିବ। ତ ଫର୍ଷ୍ଟ ଅଭ୍ୟାସଟି ହେଲା ଯେ ଆପଣଙ୍କ ଖାଦ୍ୟରେ ଯଦି ଏମିତି କିଛି ରହୁଛି ଯେଉଁଟାକି ଆପଣଙ୍କର ପେଟକୁ ଖରାପ କରୁଛି, ଯେମିତିକି ତେଲ ମସଲା ଯୁକ୍ତ ଖାଦ୍ୟ, ଯେମିତିକି ଜଙ୍କ ଫୁଡ। ଦେଖନ୍ତୁ, ଯଦି ଆପଣଙ୍କ ଖାଦ୍ୟରେ ବହୁତ ଅଧିକ ତେଲ ମସଲା ରହୁଛି, ବହୁତ ଅଧିକ ଆପଣ ରାଗ ଖାଉଛନ୍ତି, ଶୁଖିଲା ଲଙ୍କା ହେଇଗଲା, ଲଙ୍କା ଗୁଣ୍ଡ ହେଇଗଲା, କିମ୍ବା ତେଲ ବହୁତ ଅଧିକ ପୁରା ଭାସୁଛି ଆପଣଙ୍କ ତରକାରୀରେ, ପୁରା ଲାଲ ଲାଲ କରିକି ଆପଣ ତରକାରୀକୁ କରୁଛନ୍ତି ଆଉ ଏଥିରେ ଆପଣ ବହୁତ ଅଧିକ ମସଲାର ପ୍ରୟୋଗ ବି କରୁଛନ୍ତି, ତେବେ ନିଶ୍ଚୟ ଦେଖିବେ ଏଇଥିରେ ଆପଣଙ୍କର ପେଟଟି ଖରାପ ହୁଏ। ଆଉ ଏଇ ଋତୁରେ ଆପଣମାନେ ଦେଖିଥିବେ ଯେ ଏଇ ସମୟରେ ଯେହେତୁ ବିବାହ ଭୋଜି ବହୁତ ସମୟରେ ଥାଏ, ତ ଯେଉଁମାନେ ଭୋଜି ଖାଇଥାନ୍ତି ନେକ୍ସଟ ଡେ ଦେଖିବେ ସେମାନଙ୍କର ପେଟଟି ନିଶ୍ଚୟ ଗ୍ୟାସ୍ ହେଇଯିବ, ଏସିଡିଟି ହେଇଯିବ, କିମ୍ବା କିଛି ତ ଖରାପ ହେଇଯିବ। କାହିଁକି? କାରଣ ବିବାହ ଭୋଜି ହେଉ, ଯେକୌଣସି ଭୋଜି ହେଉ, ଯେକୌଣସି ଭୋଜିରେ ଯେଉଁ ଖାଦ୍ୟ ପ୍ରସ୍ତୁତି କରାଯାଉଛି ସେଥିରେ ବହୁତ ଅଧିକ ମସଲାର ପ୍ରୟୋଗ କରାଯାଉଛି। ଆପଣ ସେଇ ଖାଦ୍ୟକୁ ଯଦି ଶୀତ ଋତୁରେ ଖାଇବେ ଏତେ ଅଧିକ ପେଟ ଖରାପ ହୁଏନି, କିନ୍ତୁ ଯଦି ସେଇ ଖାଦ୍ୟକୁ ଆପଣ ଏଇ ଗ୍ରୀଷ୍ମ ଋତୁରେ ଖାଇବେ ପେଟ ଆପଣଙ୍କର ଗୋଟେ ଥରରେ ହିଁ ଖରାପ ହେଇଯାଏ। କାହିଁକି? କାରଣ ଯେତେବେଳେ ଗରମ ଅଲରେଡି ଆପଣଙ୍କର ଆଟମସ୍ଫିୟରରେ ଗରମ ବହୁତ ଅଧିକ ବଢିକି ରହିଛି, ତ ସେଥିରେ ଆପଣ ଯଦି ଏଇଭଳି ଖାଦ୍ୟ ସବୁ ଖାଇବେ ସେଟା ଆପଣଙ୍କର ପେଟରେ ଯାଇକି ବଦହଜମି କରାଏ, ଆପଣଙ୍କ ପେଟକୁ ଗରମ କରିବ, ଗ୍ୟାସ୍, ଏସିଡିଟି ଏ ସବୁ ସମସ୍ୟା ବଢିଯିବ। ତ ଯଦି ଆପଣ କେବେ କେମିତି ଯାଇକି ଭୋଜିରେ ଖାଇ ଦଉଛନ୍ତି ସେଟା ଅଲଗା କଥା, କିନ୍ତୁ ଯଦି ଘରେ ବି ଆପଣ ବହୁତ ସାରା ମସଲା ପ୍ରୟୋଗ କରୁଛନ୍ତି, ତେଲ, ରାଗ ଏସବୁ ଅଧିକରୁ ଅଧିକ ପ୍ରୟୋଗ କରନ୍ତି, କିମ୍ବା ଜଙ୍କ ଫୁଡ ବି ମନେ କରନ୍ତୁ ଆପଣ କେତେବେଳେ ପକୁଡି ଛାଣିକି ଖାଇଦେଲେ, ବରା ଖାଇଦେଲେ, ସିଙ୍ଗଡା ଖାଇଦେଲେ, ଅଧିକାଂଶ ସମୟରେ ଆପଣ ମାର୍କେଟକୁ ଗଲେ ସେଠି ଖାଇଦେଲେ, କିମ୍ବା ଏଇଭଳି ଆପଣଙ୍କର କିଛି ଦୈନନ୍ଦିନ ଖାଦ୍ୟରେ ରହୁଛି, ନିଶ୍ଚୟ ଦେଖିବେ ଏଥିରେ ପେଟ ଆପଣଙ୍କର ବହୁତ ସମୟରେ ଖରାପ ହବ। ସପ୍ତାହକୁ 2-3 ଥର ଏଇଭଳି ଯଦି ଆପଣ ଖାଇବେ ନିଶ୍ଚୟ ଦେଖିବେ ଆପଣଙ୍କ ପେଟରେ ପ୍ରୋବ୍ଲେମ ଦେଖାଯିବ ହିଁ ଦେଖାଯିବ। ତ ଆଉ ଗୋଟିଏ ଅଭ୍ୟାସ ହେଉଛି ଯେ ଯଦି ଆପଣ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଯାଇକି ଶୋଇ ପଡୁଛନ୍ତି, ଏଥିରେ କ'ଣ ହୁଏ, ଆପଣଙ୍କୁ ବଦହଜମି ହେଇଯାଏ। ଆଉ ବଦହଜମି ଯଦି ହବ, ଯେହେତୁ ଖାଦ୍ୟଟି ହଜମ ହେଲାନି ତ ଗ୍ୟାସ୍ ନିଶ୍ଚୟ କ୍ରିଏଟ ହବ, ଗ୍ୟାସ୍ ବହୁତ ଅଧିକ ହେଇଯିବ। ତେବେ ଆପଣ କରିବେ କ'ଣ? ଖାଇସାରିକି ଶୋଇବାଟା କିଛି ଖରାପ ନୁହେଁ। ଆପଣ ଲଞ୍ଚ ଖାଇଲେ ତ ସୁସ୍ତି ନିଶ୍ଚୟ ଲାଗିବ, ଆପଣ ଟିକେ ଶୋଇବେ, କିନ୍ତୁ ସଙ୍ଗେ ସଙ୍ଗେ ସେମିତି ଶୋଇବେନି। ଦେଖନ୍ତୁ, ଅନେକ ଲୋକଙ୍କର ଅଭ୍ୟାସ ଅଛି ଲଞ୍ଚ ଖାଇବେ ତ ସଙ୍ଗେ ସଙ୍ଗେ ହାତ ଧୋଇଲେ ଆଉ ଯାଇକି ଶୋଇ ପଇଲେ, ସେମାନେ ନିଦରେ ଶୁଅନ୍ତୁ ନ ଶୁଅନ୍ତୁ କିନ୍ତୁ ଫୋନଟା ନିଶ୍ଚୟ ସେମାନେ କାଢିକି ଦେଖନ୍ତି। ତ ସେଟା ବି ତ ଗୋଟିଏ ପ୍ରକାର ରେଷ୍ଟ ହିଁ ହେଲା। ହଁ, ଆପଣଙ୍କର ଆଖି ଦେଖୁଛି, ଠିକ ଅଛି, ଆପଣ ନିଦରେ ଶୋଇନାହାନ୍ତି, କିନ୍ତୁ ଆପଣଙ୍କର ବଡିଟା ତ ରେଷ୍ଟରେ ହିଁ ଅଛି, କାରଣ ଶୋଇକିନା ରହିଲା। ତ ଯଦି ଆପଣ ଏଇ ସବୁ ଅଭ୍ୟାସ ରଖିଛନ୍ତି ତାକୁ ଟିକେ ଆପଣ ଚେଞ୍ଜ କରିନିଅନ୍ତୁ। ସେଟା କେମିତି କରିବେ ଦେଖନ୍ତୁ, ଖାଇସାରିବା ସଙ୍ଗେ ସଙ୍ଗେ ଆପଣ ଶୋଇବେନି, ଆପଣ ଟିକେ ଚଲାବୁଲା କରନ୍ତୁ, କିଛି ଯଦି କାମ ଅଛି ଆପଣଙ୍କର ତାକୁ କରିପାରିବେ, କମ ସେ କମ 10ରୁ 15 ମିନିଟ ଆପଣ ଚଲାବୁଲା କରନ୍ତୁ, କିଛି କାମ ଅଛି ତାକୁ କରିନିଅନ୍ତୁ। ଏଥିରେ ଆପଣଙ୍କର ଖାଦ୍ୟଟି ଠିକ ଭାବରେ ହଜମ ହେଇପାରିବ। ଆଉ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଆପଣ ପାଣି ବହୁତ ଅଧିକ ପିଇଦେବେନି। ଯଦି ପାଣି ବହୁତ ଅଧିକ ପିଇବେ ତେବେ ଏଥିରେ ବି ବଦହଜମି ହେଇଯାଏ। ତ ପାଣି ଆପଣ କିଛି ସମୟ ଛାଡ଼ିକି ପିଅନ୍ତୁ, 10ରୁ 15 ମିନିଟ ଛାଡ଼ିକି ଆପଣ ପିଅନ୍ତୁ। ମନେ କରନ୍ତୁ ଲଞ୍ଚ ଆପଣ ଖାଇଲେ, ଲଞ୍ଚଟା ହେଉଛି ଆପଣ କ'ଣ କରନ୍ତି, ପୁରା ଫୁଲ ପ୍ଲେଟ୍ ଖାଇଦିଅନ୍ତି, ଅର୍ଥାତ୍ ପେଟକୁ ପୁରା ଭର୍ତ୍ତି କରିକି ଆପଣ ଖାଇଦେଲେ। ତ ଲଞ୍ଚ ଯଦି ଆପଣ ପୁରା ପେଟକୁ ଭର୍ତ୍ତି କରିକି ଖାଇ ଦଉଛନ୍ତି ତାପରେ ଯିବେ ଆପଣ ସାଙ୍ଗେ ସାଙ୍ଗେ ଶୋଇପଡ଼ିବେ, ନିଶ୍ଚୟ ଏଥିରେ ବଦହଜମି ହେଇଯାଏ। କିମ୍ବା ରାତିର ଖାଇବା ପୁରା ଭର୍ତ୍ତି କରିକି ପେଟ ଯଦି ଖାଇଦେବେ ତାପରେ ସଙ୍ଗେ ସଙ୍ଗେ ଶୋଇପଡ଼ିଲେ ସେଥିରେ ବି ବଦହଜମି ହୁଏ। ତ ଲଞ୍ଚ ଖାଇବା ପରେ ଆପଣ ଟିକେ ଏପଟ ସେପଟ ହୁଅନ୍ତୁ, ଚଲାବୁଲା କରନ୍ତୁ, କମ ସେ କମ 10 ମିନିଟ 15 ମିନିଟ ଚଲାବୁଲା କରନ୍ତୁ, ସଙ୍ଗେ ସଙ୍ଗେ କେବେ ପାଣି ପିଇବେନି।
10-15 मिनिट ପରେ ଆପଣ ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ ଆଉ ତାପରେ ଯାଆନ୍ତୁ ଆପଣ ଶୋଇବାକୁ। ରାତିରେ ବି ଠିକ୍ ସେଇ କାମ ଆପଣ କରନ୍ତୁ। ରାତିରେ ଆଉ ଟିକେ ଅଧିକ ଚଲାବୁଲା କଲେ ବହୁତ ଭଲ ହବ। ରାତିରେ ମନେ କରନ୍ତୁ ଆପଣ 9ଟା ବେଳେ ଖାଇଦେଲେ, ହାଲକା ହାଲକା ଖାଇବେ, ପେଟକୁ ପୁରା ଭର୍ତ୍ତି କରିବେନି କେବେ ବି ରାତିର ଖାଇବାଟା। ଲଞ୍ଚରେ ଆପଣ ଯଦି ଟିକେ ଅଧିକା ଖାଉଛନ୍ତି ସିଏ ବି ଚଳିଯାଏ, କିନ୍ତୁ ରାତିର ଖାଇବା କେବେ ବି ଭର୍ତ୍ତି କରିକି ଖାଇବେନି। ତ ରାତିରେ ଖାଇବା ମନେ କରନ୍ତୁ 9ଟା ଭିତରେ ଆପଣଙ୍କର ସରିଯାଉଛି, 9:30 ପର୍ଯ୍ୟନ୍ତ କିଛି ନା କିଛି କାମ ଆପଣ କରନ୍ତୁ। କିଛି କାମ ନାହିଁ, ଚଲାବୁଲା ଆଟଲିଷ୍ଟ କରନ୍ତୁ, ବାହାରେ ଯାଇକି ଚାଲନ୍ତୁ, ଘରେ ବି ଆପଣ ଚାଲିପାରିବେ, ଛାତ ଉପରେ ଚାଲନ୍ତୁ। ତାପରେ ଆସିକି ଆପଣ ଗୋଟେ ଗ୍ଲାସ୍ ପାଣି ପିଇ ଦିଅନ୍ତୁ ଆଉ ତାପରେ ଆପଣ ଶୋଇବାକୁ ଯାଆନ୍ତୁ। ତ ଏଥିରେ କ'ଣ ହୁଅ, ଯେଉଁ ଅଧଘଣ୍ଟାର ଗ୍ୟାପ୍ ରହିଗଲା ଆପଣଙ୍କର ଖାଇବା ଆଉ ଶୋଇବା ଭିତରେ, ଆପଣଙ୍କର ପେଟକୁ ଟାଇମ୍ ମିଳିଗଲା ଆପଣଙ୍କର ଖାଦ୍ୟକୁ ହଜମ କରିବା। ତ ବହୁତ ଭଲ ଭାବରେ ତ ସବୁ ଖାଦ୍ୟ ହଜମ ହେଇନଥିବ ଅଧଘଣ୍ଟା ଭିତରେ, କିନ୍ତୁ କିଛି ତ ନିଶ୍ଚୟ ହଜମ ହେଇଯାଇଥିବ। ଆଉ ଯଦି ସଙ୍ଗେ ସଙ୍ଗେ ଆପଣ ଯାଇକି ଶୋଇପଡ଼ିବେ, କିଛି ବି ଖାଦ୍ୟ ହଜମ ହବନି, ପଡ଼ିକି ରହିବ। ନେକ୍ସଟ ଡେ ଦେଖିବେ ନିଶ୍ଚୟ ଆପଣଙ୍କୁ ପୁରା ମାନ୍ଦା ହିଁ ଲାଗିବ। ତ ଏଇ କାମ ଆପଣ କରିକି ଦେଖନ୍ତୁ, ନିଶ୍ଚୟ ଦେଖିବେ ପେଟର ସମସ୍ୟା ତ ଏଇଠି ହିଁ ଅଧା ଆପଣଙ୍କର କମିଯିବ। ଆଉ ଗୋଟିଏ ବଡ଼ ଭୁଲ ଯୋଉଟା କି ଏଇ ଖରା ଦିନେ ଆପଣମାନେ କରନ୍ତି, ଏଇଟା ହେଉଛି ଅତ୍ୟଧିକ ଥଣ୍ଡା ପାଣି ପିଇବା କିମ୍ବା ଅତ୍ୟଧିକ ଥଣ୍ଡା ଖାଦ୍ୟ ଖାଇବା। ଦେଖନ୍ତୁ, ଥଣ୍ଡା ପାଣି ପିଇଲେ ଆପଣ କିଛି ବି ଖରାପ ନାହିଁ, କିନ୍ତୁ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ନିଶ୍ଚୟ ଖରାପ ହବ। ଆପଣ ଯଦି ବହୁତ ଅଧିକ ଥଣ୍ଡା ପାଣି ଅର୍ଥାତ୍ ଫ୍ରିଜରେ ପୁରା ଥଣ୍ଡା, ପୁରା କୁଲ କୁଲ ପାଣି ଅଛି ଆପଣଙ୍କ ବୋତଲରେ, ଆପଣ ତାକୁ କାଢ଼ିଲେ ସଙ୍ଗେ ସଙ୍ଗେ ଆଉ ପିଇଦେଲେ, ତ ଏଥିରେ ଆପଣଙ୍କ ପେଟଟି ହେଇଯାଏ ଖରାପ। କାରଣ ଆପଣଙ୍କ ପେଟରେ ଯେଉଁ ପ୍ରକାରର ଟେମ୍ପରେଚର ରହିଛି, ଆପଣଙ୍କ ପେଟ ଭିତରେ ଯେତିକି ଟେମ୍ପରେଚର ରହିଛି, ଯେଉଁ ପର୍ଯ୍ୟନ୍ତ ଥଣ୍ଡା ପାଣିଟି ସେଇ ଟେମ୍ପରେଚରକୁ ନ ଆସିଛି, ସେ ପର୍ଯ୍ୟନ୍ତ ସେ ପାଣି ବି ହଜମ ହୁଏନି। ଆଉ ଗୋଟିଏ କ'ଣ ଆପଣ କରନ୍ତି, ଖାଇସାରିବେ ତ ସଙ୍ଗେ ସଙ୍ଗେ ଆପଣ ଫ୍ରିଜର ପାଣିକୁ ପିଇଦେଲେ, ଥଣ୍ଡା ଥଣ୍ଡା ପାଣି। ଆପଣ ଭାବନ୍ତି ସଙ୍ଗେ ସଙ୍ଗେ ଯଦି ଖାଇସାରିବା ପରେ ପରେ ଥଣ୍ଡା ପାଣି ଟିକେ ପିଇଦବା, ତ ଏଥିରେ ପେଟ ପୁରା ଶାନ୍ତି ହେଇଯିବ। ଆପଣଙ୍କୁ ଲାଗିବ ଠିକ୍ ଯେ ଥଣ୍ଡା ହେଇଗଲା ପେଟ, କିନ୍ତୁ ଏଥିରେ ଆପଣଙ୍କର ପେଟ ଥଣ୍ଡା ହୁଏନି, ଆପଣଙ୍କର ଖାଦ୍ୟଟା ହଜମ ହୁଏନି ଆଦୌ। କାରଣ ଥଣ୍ଡା ପାଣି ପଶିଲା, ଆପଣଙ୍କର ଖାଦ୍ୟକୁ ଟିକେ ତ ହିଟ୍ ଦରକାର ହେଉଥିଲା ହଜମ ହେବା ପାଇଁ। ଆଉ ଯଦି ଥଣ୍ଡା ପାଣି ଆପଣ ସଙ୍ଗେ ସଙ୍ଗେ ପୂରେଇ ଦେବେ ଆପଣଙ୍କ ପେଟରେ, ତ ଏଥିରେ ଆପଣଙ୍କର ଖାଦ୍ୟ ଠିକ୍ ଭାବରେ ହଜମ ହେଇପାରେନି। କାରଣ ଯେଉଁ ପ୍ରକାରର ହିଟ୍ ଖାଦ୍ୟ ହଜମ ହେବାକୁ ଦରକାର, ଆପଣ ତ ଥଣ୍ଡା ପାଣି ପୂରେଇ ଦେଲେ, ଏବେ ହଜମ ହେବ କେମିତି? ତ ଆଉ ଗୋଟେ ରହିଲା ଯେ ଥଣ୍ଡା ଖାଦ୍ୟ। ବାରମ୍ବାର ଆପଣ ଯଦି କିଛି ବି କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି, ସେଟା ବି ଆପଣଙ୍କର ପେଟକୁ ଖରାପ କରେ। ସେଥିରେ ତ ସୁଗର ଆପଣଙ୍କର ବଢୁଛି, ତା ସହିତ ଆପଣଙ୍କର ପେଟ ବି ଖରାପ ହେଉଛି। ଆଉ ଯଦି ଆପଣ ବାରମ୍ବାର କିଛି ଆଇସ୍କ୍ରିମ୍ ଖାଉଛନ୍ତି, ଥଣ୍ଡା ଖାଦ୍ୟ ଭିତରେ ଆପଣ ଆଇସ୍କ୍ରିମ୍ ହିଁ ଏଇ ଖରାଦିନେ ଅଧିକ ଖାଉଥିବେ, ଦିନକୁ ଯଦି ଆପଣ ଗୋଟେ ଛୋଟ ସାଇଜର ଆଇସ୍କ୍ରିମ୍ ଗୋଟିଏ ବି ଖାଇ ଦେଉଛନ୍ତି, ସେଟା ବି ଚଳିଯାଏ। କିନ୍ତୁ ଯଦି ଆପଣ ବହୁତ ଅଧିକ ଆଇସ୍କ୍ରିମ୍ ଖାଇବେ, ଆପଣ ଭାବିବେ ଯେ ବହୁତ ବଡ଼ ଆଇସ୍କ୍ରିମ୍ଟା ଖାଇଦେବା ଆଉ ପେଟ ପୁରା ଥଣ୍ଡା ହେଇଯିବ, ଏଇଟା କେବେ ବି ଆପଣଙ୍କର ପେଟକୁ ଥଣ୍ଡା କରେନି। କାରଣ ଆଇସ୍କ୍ରିମ୍ରେ ଫ୍ୟାଟ୍ ଅଲରେଡ଼ି ଆଗରୁ ଥାଏ, ସୁଗର ତ ବହୁତ ଅଧିକ ରହିଛି। ତ ଏଇ ଯେଉଁ ଫ୍ୟାଟ୍ ଆଉ ସୁଗର ହଜମ ହେବା ପାଇଁ ଟାଇମ୍ ବି ଲାଗେ, ପ୍ଲସ୍ ଗୋଟିଏ ଥଣ୍ଡା ଖାଦ୍ୟ ଯେହେତୁ, ସେଟା ବି ହଜମ ହେବା ପାଇଁ ଆପଣଙ୍କର ପେଟକୁ ଟାଇମ୍ ବି ଲାଗିବ। ଇଏ ସବୁ କେତୋଟି ଅଭ୍ୟାସ ରହିଛି, ୟା ଦ୍ୱାରା ହିଁ ଆପଣଙ୍କର ପେଟ ଏଇ ଖରାଦିନେ ଅଧିକ ଖରାପ ହୁଏ। ଦେଖନ୍ତୁ, ପେଟ ଖରାପ ହେବାର ଅନେକ ପ୍ରକାର କାରଣ ଅଛି, ଏଇଟା ମୁଁ ଆଗରୁ ହିଁ ଆପଣଙ୍କୁ କହିଛି। କିନ୍ତୁ ଯଦି ଗୋଟିଏ ଅଭ୍ୟାସ କଥା କହିବା ଯେ ଆମେ କ'ଣଟା ବଦଳେଇ ପାରିବା, ତ ଏଇ ଅଭ୍ୟାସ କେତୋଟିକୁ ଆମେ ବଦଳେଇ ଦେଇପାରିବା। ହଁ, ଯଦି ଅନ୍ୟ କୌଣସି କାରଣ ପାଇଁ ଆପଣଙ୍କର କିଛି ଗୋଟିଏ ଦେହ ଖରାପ ରହୁଛି କିମ୍ବା ପେଟରେ ଆପଣଙ୍କର କୌଣସି ଅନ୍ୟାନ୍ୟ ପ୍ରୋବ୍ଲେମ୍ ରହୁଛି, ଯୋଉଟାକି ଆପଣ ନିଜେ ଭଲ କରିପାରିବେ ନାହିଁ, ତ ସେଟା ଅଲଗା କଥା। କିନ୍ତୁ ଏଇସବୁ ଅଭ୍ୟାସକୁ ଆପଣ ନିଜେ ହିଁ ବଦଳେଇ ଦେଇପାରିବେ। ଆପଣଙ୍କର ଖାଦ୍ୟକୁ ଟିକେ ଚେଞ୍ଜ କରନ୍ତୁ। ଏଇ ଖରା ଦିନେ ବର୍ଷ ସାରା ଅନ୍ୟାନ୍ୟ ଖାଦ୍ୟ ଖାଉଛନ୍ତି, ତେଲ ମସଲା ଖାଉଛନ୍ତି, ଜଙ୍କ ଫୁଡ୍ ଖାଉଛନ୍ତି, ଠିକ୍ ଅଛି, କିନ୍ତୁ ରେଗୁଲାର କେବେ ବି ଖାଇବେନି। ଆଉ ବିଶେଷ କରି ଏଇ ଖରା ଦିନେ ଆପଣଙ୍କର ଖାଦ୍ୟକୁ ଟିକେ ଚେଞ୍ଜ କରନ୍ତୁ। ଆପଣ ପାଣି ଟିକେ ଅଧିକ ପିଅନ୍ତୁ, ଯୋଉଥିରେ କି ଆପଣ ଯାହା ବି ଖାଇବେ ଠିକ୍ରେ ହଜମ ବି ହେଇପାରିବ। କୋଲ୍ଡ ଡ୍ରିଙ୍କ୍ସ ପିଇବା ଆପଣ ପୁରା କମେଇ ଦିଅନ୍ତୁ। ଯଦି ପାରୁଛନ୍ତି ଆପଣ ଯେଉଁ ଲେମ୍ବୁ ପାଣି ରହିଛି ତାକୁ ହିଁ ପିଅନ୍ତୁ ପେଟ ଥଣ୍ଡା କରିବା ପାଇଁ। ଆପଣ ପଖାଳର ତୋରାଣି ପିଅନ୍ତୁ। ଏସବୁ ହେଉଛି ଆପଣଙ୍କ ଘରେ ଯେଉଁଗୁଡ଼ାକ ବିନା ପଇସାରେ ଆପଣଙ୍କୁ ମିଳିଯିବ, ପଖାଳର ତୋରାଣି, ସେଇଟା ହିଁ ବେଷ୍ଟ ଆପଣଙ୍କ ପାଇଁ ପେଟକୁ ଥଣ୍ଡା କରିବାର। କୋଲ୍ଡ ଡ୍ରିଙ୍କ୍ କେବେ ବି ଆପଣଙ୍କର ପେଟକୁ ଥଣ୍ଡା କରେ ହିଁ ନାହିଁ, ଓଲଟା ଆପଣଙ୍କର ପ୍ରୋବ୍ଲେମକୁ ବଢ଼ାଏ। ତ ଯଦି ଆପଣ ଏଇସବୁ ଅଭ୍ୟାସକୁ ଟିକେ ବଦଳଉଛନ୍ତି, ନିଶ୍ଚୟ ଦେଖିବେ ପେଟ ଆପଣଙ୍କର କେବେ ବି ଖରାପ ହବନି, ନା କେବେ ଗରମ ହବ, ନା ଗ୍ୟାସ୍ ଆସିଡିଟିର ସମସ୍ୟା ବଢ଼ିବ। ତ ଆଜିର ଭିଡ଼ିଓରେ ଆପଣ ଏମିତି କେତୋଟି ଅଭ୍ୟାସ ବିଷୟରେ ଜାଣିଲେ ଯାହା ପାଇଁ ଆପଣଙ୍କର ପେଟ ଅଧିକାଂଶ ସମୟରେ ଏଇ ଖରାଦିନେ ଖରାପ ହୁଏ। ତ ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ଭିଡ଼ିଓକୁ ବି ସେୟାର କରନ୍ତୁ ଆପଣଙ୍କ ସାଙ୍ଗମାନଙ୍କ ସହିତ। ଆଜି ପାଇଁ ଏତିକି।